ଯେହେତୁ ରାମ ଯଜ୍ଞ ଟିକେ କରିବା ନିହାତି ଭାବରେ ତାଙ୍କର ସହଯୋଗ ସାମ୍ନାରେ ବସିବା ଯଜ୍ଞରେ କିନ୍ତୁ ରାମଚନ୍ଦ୍ରଙ୍କ ସହଯୋଗ ପୁଅଟି ରହିଲେ ଖବର କରିଥିଲି ଲଗେଇ ପଠେଇଲେ ତାହେଲେ ହୁଏତ ସେ କଣ ଦ୍ୱିତୀୟ ବିବାହ କରିବେ ଆଉ ଯଦି ଦ୍ୱିତୀୟ ବିବାହ କରିଛନ୍ତି ନିହାତି ଭାବରେ ସୀତାଙ୍କର ନାରୀ ଧର୍ମ କବି ଏଠି କଣ କରିଥିଲେ ନାରୀ ମନ୍ଦିର ଜାତ ହଉଥିବା ସନ୍ଦେହକୁ ଏଠି ସୀତାଙ୍କ ଦ୍ଵାରା ହିଁ ଉପସ୍ଥାପନ କରିଛନ୍ତି ଯେ ସୀତା କହୁଛନ୍ତି ଯଦି ସେ ବାହା ହେବାକୁ ନିହାତି ଚିଠି ଟିକେ ଲେଖିବେ ଯାହାକୁ ବାହାରେ ରାମଚନ୍ଦ୍ରଙ୍କ ଭଳି ଜଣେ ମର୍ଯ୍ୟାଦା ଥିବା ଯାହାକୁ ବାହାରେ ଦ୍ୱିତୀୟ ପତି ଗ୍ରହଣ କଲେ ଯେ ନବବାମା କହିକି ନା ନିହାତି ଭାବରେ ସେ ତାଙ୍କର ବାମପଟ ଅଙ୍କରେ ଅର୍ଥାତ୍ ବାମପଟରେ ବସିଥିବ ଆଉ ଲୋକମାନେ ରାମଚନ୍ଦ୍ରଙ୍କୁ ଯେତିକି ସମ୍ମାନ ଜଣାଉଛନ୍ତି ସେତିକି ସମ୍ମାନ ତାଙ୍କର ଦ୍ୱିତୀୟ ପତ୍ନୀକୁ ହିଁ ଜଣାଉଛନ୍ତି ସେ କେଉଁଥିପାଇଁ ସେ ଦ୍ୱିତୀୟ ପତ୍ନୀଟା ବିବାହ କଲେ ସେ କଣ ତପସ୍ୟା କରିଛି କେତେ ଦିନ କେତେ ବର୍ଷ କଣ ତପସ୍ୟା କରିଛି ଯିଏକି ରାମଚନ୍ଦ୍ରଙ୍କ ଭଳି ପତି ଭଳିଆ ପାଇପାରିଲା ଏଇ ମନରେ ଗୋଟେ ପ୍ରଶ୍ନ ଆସିଥିଲେ ଏଇ କଥାଟାକୁ ପଚାରିବେ ବୋଲିକି ଚିଠିକି ଲେଖୁଛନ୍ତି ଇଏ ତ ଯେ ପୁଣି ତାଙ୍କ ପୁଅଙ୍କ ବିଷୟରେ ବି କିଛିଟା ଲେଖିବେ ପୁଣି ପ୍ରଶ୍ନ ତାଙ୍କ ମନରେ ଆସିଛି ପ୍ରଥମତଃ ଯେ ଯିଏ ତାଙ୍କର ଦ୍ୱିତୀୟ ପତ୍ନୀ ବିଭିନ୍ନ କହୁଛନ୍ତି ନବବାମା କହିକିନା ତାଙ୍କର କେଉଁ ଗୁଣ ଦେଖିକି ରାମଚନ୍ଦ୍ରଙ୍କ କଥା ସେଇ ଯୋଉ ଝିଅଟି ବା ଦ୍ୱିତୀୟ ପତ୍ନୀଟି କଣ ତପ କରିଛି ବା କେଉଁ ଆରାଧନା କରିଛି କେଉଁ ଭଗବାନଙ୍କୁ ପୂଜା କଲା ଯିଏକି ସୀମା ରାମଚନ୍ଦ୍ରଙ୍କୁ ପତି ରୂପେ ପାଇଲା ସେଇଟା ମଧ୍ୟ ଜଣାହୁଏ ଆଉ କେତେ ବର୍ଷ ଧରିକି ସେ ତପସ୍ୟା କରିଛି ଯାହା ଫଳରେ ତାକୁ ଏତେ ଭଲ ପତିଟିଏ ମିଳିଛି ସେଇଟା ମଧ୍ୟ ଜାଣିବା ଆଉ ଲୋକ ଯିଏକି ଜନ୍ମରୁ ପିତୃ ସ୍ନେହ ପାଇନାହାନ୍ତି ସେମାନଙ୍କୁ ମଧ୍ୟ ସ୍ନେହଟି ଝିଅ ବୋଲିକିନା ଝିଅ ବୋଲିକିନା ସୀତା ଲେଖୁଛନ୍ତି ଚିଠି ଲାଷ୍ଟ କ୍ଲାସରେ ଆମେ କଣ ବୁଝିଥିଲେ ଯୋଉ ସୀତା ଯୋଉ ଚିଠି ଲେଖୁଛନ୍ତି ପ୍ରଥମ ଆମେ ସାଧାରଣତଃ ଚିଠି ପ୍ରଥମେ କଣ କରାଯାଏ ତାଙ୍କୁ ନମସ୍କାର ସୀତା ତାଙ୍କୁ ନମସ୍କାର ଜଣେଇବା ସହିତ ଆଉ କଣ କରୁଛନ୍ତି ରାମଚନ୍ଦ୍ରଙ୍କର ଯୋଉ ଭଲ ଗୁଣ ଚାରିଆଡେ ଯୋଉ ବିଶ୍ୱାସ ତାଙ୍କର ପତିତା ପାବନ ବାଣ ହଉଛି ସେ ଧରଣ ଯୋଉ ବାଣ ହଉଛି ଆଉ ସେ କେତେ ଶକ୍ତିଶାଳୀ ତାଙ୍କର ଶକ୍ତି ତାଙ୍କର ସାମର୍ଥ୍ୟ ତାଙ୍କର କ୍ଷମତା ଏବଂ ଭକ୍ତମାନଙ୍କ ପ୍ରତି ସେ କେତେ ନବବର୍ଷଙ୍କ ଭକ୍ତ ବିଷୟରେ ସେଇ କଥା ମଧ୍ୟ ଲେଖିଛନ୍ତି ତାଙ୍କର ଚିଠିର ଆରମ୍ଭରେ ଏବଂ ତାପରେ ସେ ନମସ୍କାର କରୁଛନ୍ତି ଦୂରରେ ରହୁଛନ୍ତି ନମ୍ବରରେ ରହିଛନ୍ତି ତେଣୁ ନିଜକୁ କଣ ବୋଲି ବିହିତ କରିଛନ୍ତି ସେ ଦିନ ଭିତରେ ବିହିତ କରିଛନ୍ତି ଦିନ ଭିତରେ ହାତ ସିରେ ବନ୍ଦେଇକି ଗୋଟେ ଧାଡି କହିଛନ୍ତି ତ ନିଜକୁ ସେ ଦିନ ଭିତରେ ବୋଲି ଭାବୁଛନ୍ତି ଏବଂ ଦୂରରୁ ରହିକି ମୁଣ୍ଡକୁ ତଳକୁ ନୁଆଇକି ବା ତାଙ୍କର ରାମଚନ୍ଦ୍ରଙ୍କର ପାଦ ପଦ୍ମରେ ନମନ କରୁଛନ୍ତି ପ୍ରଣାମ ଜଣାଉଛନ୍ତି ଏଗୁରା ଆମେ ପଢୁଥିଲେ ନା ପ୍ରଥମ ପେଜଟା ସରିଥିଲା ଆମର ତା ପରଠୁ ଷ୍ଟାର୍ଟ ହଁ ପ୍ରଥମରେ ତ କହିଥିଲେ ମୁଗ୍ଧ ବଧୁ ମୁଗ୍ଧ ହେବ ବୋଲି ସପନ ବଢି ଯେମିତି ସକାଳ ସପନ ଆଚରିତ ମହାଯୋଗୀ ଗରିବ ପ୍ରଧାନ ଅଶେଷ ରତନ ଧନ ସୋମ ବସ୍ତ୍ର ଧାନ ଏଇଟା ପଢି ହେଇଥିଲା ଦୁଇଟା ହେଇଥିଲା ଉପର ଦୁଇଟା ଷ୍ଟ୍ରାଞ୍ଜା ମାତ୍ର ପଢା ହେଇଥିଲା ନବମା ହେଉଥିବା ବାମନ୍ତୀ ଦୀକ୍ଷିତ ତମର ବାମ ପଟର ଅଙ୍କରେ ବାମ ପଟରେ ତୁମର ନୂଆ କରି ବାହାରିଥିବା ଦ୍ୱିତୀୟ ପତ୍ନୀଟି ନୂଆ କରି ବାହାରିଥିବା ନବବିବାହିତ ସ୍ତ୍ରୀଟି ତୁମର ବାମ ପଟରେ ଶୋଭା ପାଉଥିଲେ ସମସ୍ତେ ତାଙ୍କୁ ତୁମ ବାମ ପଟେ ବସିଥିବାର ଦେଖିଥିଲେ ତାପରେ ମୁଗ୍ଧ ବଧୁ ମୁଗ୍ଧ ହେବ ବୋଲି ସପନ ବଢି ସବୁବେଳେ ସଗୁଣ ଆଉ ଥରେ ଠିକ କରିବାକୁ ମଧୁଆଶା ତିମିର ଭେଦନ ପ୍ରଥମ ବୁଝିଲ ରାଜା ରାମଚନ୍ଦ୍ର ସର୍ବଦା ଶରଣ ପଥକୁ ନିଜର ସନ୍ତାନର ପରି ସ୍ନେହ ଶ୍ରଦ୍ଧା କରି ଆସନ୍ତି ତେଣୁ ସେଇ କଥାକୁ ମଧ୍ୟ ସୀତା ତାଙ୍କର ପ୍ରଥମ ଆରମ୍ଭରେ ବର୍ଣ୍ଣନା କରିଛନ୍ତି ତା ସହିତ ଶରଣ ତାଙ୍କର ସେ ହଉଛନ୍ତି ରକ୍ଷା କବଚ ଯୋଉମାନେ ରାମଚନ୍ଦ୍ରଙ୍କର ଶରଣରେ ଆସିକି ରହିଥାନ୍ତି ବା ନିଜକୁ ରାମଚନ୍ଦ୍ରଙ୍କର ଶରଣାଗତ କରିଥାନ୍ତି ତାଙ୍କ ପାଇଁ ରାମଚନ୍ଦ୍ର ହେଉଛନ୍ତି ରକ୍ଷା କବଚ ସଦୃଶ ସଦା ସର୍ବଦା ତାଙ୍କର ଶରଣାଗତକୁ ସେ ରକ୍ଷା କରିଥାନ୍ତି ତାପରେ ବଜ୍ରଗିରି ଦୁଃଖ ବଜ୍ରଗିରି ଏସବୁ ନା ସେ ଶରଣ ରକ୍ଷକର ପତାକା ଉଡେଇଥାନ୍ତି ଶରଣ ବସ୍ତ୍ର ବେଜ ସୂର୍ଯ୍ୟ ହେଲା ପତାକା ଶରଣ ବସ୍ତ୍ରର ପତାକା ଉଡେଇଥାନ୍ତି ଅର୍ଥାତ୍ ତାଙ୍କର ଚରଣରେ ଯିଏ ବି ଶରଣ ନେଇବ ସେ ସମସ୍ତଙ୍କୁ ବର୍ତ୍ତମାନ ସ୍ନେହ ଶ୍ରଦ୍ଧାରେ ବାନ୍ଧିକି ରଖିବାର ପତାକା ନାଁ ଡାକ ତାଙ୍କର ଅଛି ପତାକା ଉଡେଇଥାନ୍ତି ତାଙ୍କ ନାଁ ଡାକ ଅଛି ଏଇଭଳି
से मत आपण से दुःखगिरी वज्र करूना से मध्य शत्रु दुःख बसिले ପାଇଁ अंकुश सदृश जदि तुम्हारा गोटे मतावर्ष सामने शत्रु एडी हस्ती को पागल हाथी को शत्रु सहित तुलना कराଯାଇଛି जेମିତି गोटे हाथी को ଅଟକେଇବା ପାଇଁ ବା ତାକୁ ଲଗାମ ଦେବା ପାଇଁ ଗୋଟେ ସଙ୍କୁଚିତ ଦରକାର ହେଇଥାଏ ଠିକ ସେମିତି ଶତ୍ରୁ ରୂପକ ହାତୀକୁ ସିଏ ହଉଛନ୍ତି ଶତ୍ରୁ ପାଇଁ ତମର ଶତ୍ରୁ ଯିଏ ଭଗବାନଙ୍କ ଶରଣରେ ଆସିଥାଏ ସେ ଯୋଉ ଶରଣ ଯୋଉମାନେ ଶତ୍ରୁ ଥାନ୍ତି ତାଙ୍କୁ ନିଜେ ରାମଚନ୍ଦ୍ର ସେ ଶତ୍ରୁକୁ ରକ୍ଷା କରିଥାନ୍ତି ଯଦି ସେ ଶତ୍ରୁ ଗୋଟେ ଗଜ ସଦୃଶ ହେଇଥାଏ ହାତୀ ହାତୀ ହେଇଥାଏ ତାହେଲେ ସିଏ ତାଙ୍କ ଶରଣ ରକ୍ଷା କରିଥାନ୍ତି ଶତ୍ରୁ ରୂପକ ଗଜ ପାଇକି ସିଏ ହଉଛନ୍ତି ଶରଣ ରକ୍ଷକ କଥା अंकुश सदृश ଆଉ ଗୋଟେ ଧାଡି ଅଛି କଣ ଦୁଃଖ ଗିରି ବଜ୍ର ସଙ୍ଗୀ ଦେଖନ୍ତୁ ବିଦୁଷ ଦୁଃଖ ରୂପକ ପର୍ବତର ଦୁଃଖ ଗିରି ବଜ୍ର ଦୁଃଖ ଗିରି ଅର୍ଥ ହେଲା କଣ ପର୍ବତ ପର୍ବତ ବଜ୍ର ହେଲା ସବୁଠାରୁ ଷ୍ଟ୍ରଙ୍ଗ ଅସ୍ତ୍ର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର କାହାର ବଜ୍ର ଇନ୍ଦ୍ରଙ୍କର ଅସ୍ତ୍ର ତେଣୁ ଏଇଠି କହୁଛନ୍ତି ସିଏ ହଉଛନ୍ତି ଦୁଃଖ ରୂପକ ପର୍ବତର ବଜ୍ର ସଦୃଶ୍ୟ ଦୁଃଖ ରୂପକ ଯଦି ପର୍ବତ ଅଛି ସେ ବଜ୍ର ଭଳିଆ ତାଙ୍କର ଶକ୍ତି ଦେଇଛି ଦୁଃଖ ରୂପକ ବିରାଟ ବଡ ପାହାଡକୁ ବି ଭାଙ୍ଗିକି ଚୂନା କରିଦେଇପାରେ କାହିଁକି ନା ପାହାଡ ଯେତେ ଗରମ ହେଲେ ବି ବଜ୍ର ତାହାକୁ ଟାଣ ବଜ୍ରରେ ପିଟି ଦେଲେ ପାହାଡକୁ ଗୁଣ୍ଡ କରିବ କାହିଁକି ତମେ ଆମର ବୋଧେ ସେ ଗପଟି ପଢିଛ ନା ନବ ପାହାଡ ବି କୋଉ ବିଷୟରେ ଗୋଟେ ତମର हाँ बच्चा भी नॉर्मल से जब सेकंड तमरा बोलते हैं ये ऑप्शन है सी बोलते हैं असला करते हो बट खाली करिया पाना ना हमर तो फर्स्ट ईयर थिला फर्स्ट ईयर थिला कोडा कोजे तमर विषयटा हला मित्रता विषयटा अछि नगर ले जो पर्वत रे को पढाइला पर्वत रे आगो बर बर मुंडी मुंडी जाई फोटो ले बिचारी पढतो जनसंपदा गुडी नष्ट होता तेणु इंद्र तांकर वज्र रे पर्वत को पीटी देथिले पर्वत रा पूरा की जहाँ वर्णना कराଯାଇଛି पर्वतर ତାର ଯୋଉ ପଙ୍ଖ ଗୁଡିକ ଭାଙ୍ଗିଗଲା ସେଇ ବେଳଠୁ ପର୍ବତ ଗୋଟେ ଜାଗାରେ ସ୍ଥିର ସେଥିପାଇଁ ଗଛ ନ ଗଛ ବି ସେଥିପାଇଁ ତାକୁ ନ ହଉଛି କୁହାଯାଏ ସେ ଗଛ ଭିତରେ ସଂସ୍କୃତ ଶବ୍ଦ ସେଇଟା ନ ଗଛ ବି ସେ ଗୋଟେ ସୂତ୍ରରେ ଟିକେ ଆଉ ଗୋଟେ ଦେଶକୁ ଯାଇପାରିବ ସେଇଟା ହେଲା ନ ଗଛ ତେଣୁ ନଗକୁ ନ ଗଛ ବୋଲି କହୁଛି ସେ ସେଇ କଥା ସେଇଥିପାଇଁ କି ବଜ୍ରରେ ଯୋଉ ପାହାଡ ପର୍ବତ ସେତେବେଳେ ସମୟରେ ତାର ବେଳ ତାନ୍ତି ନଥିଲେ ତେଣୁ ନିହାତି ଭାବରେ ପର୍ବତକୁ ଆହୁରି ଶକ୍ତିଶାଳୀ ହଉଛି ବଜ୍ର ଯଦି ପର୍ବତ ସାମ୍ନାରେ ଅଛି ଆଉ ତମେ ରାମଚନ୍ଦ୍ରଙ୍କ ଶରଣକୁ ଆସିଛ ତାହେଲେ ସେ ବଜ୍ରର ପର୍ବତ ରୂପକ ସୁଖକୁ ମଧ୍ୟ ନଷ୍ଟ କରିଦେବ ଅର୍ଥାତ୍ ଯେତେ ଦୁଃଖ ଥିଲେ ବି ରାମଚନ୍ଦ୍ରଙ୍କର ଶରଣରେ ଆସିଲେ ସବୁ ଦୁଃଖର କ୍ଷୟ ହେଇଯାଏ ସବୁ ଦୁଃଖ ହେଇଯାଏ ସେଇଥିପାଇଁ ଗୋଟେ ଦୁଃଖ ରୂପକ ପର୍ବତର ସେ ହେଲା ବଜ୍ର ସଦୃଶ୍ୟ ତାପରେ କିଏ କରିଛନ୍ତି ବିଦୁଷୀ ତେଣୁ ମନୁଷ୍ୟ ମାନଙ୍କର ଦୁଃଖ ବିଚାର କରିବା ପାଇଁ ପ୍ରଭୁଙ୍କର ଆବିର୍ଭାବ ବୋଲି ଜ୍ଞାନୀ ଗୁଣୀ ଲୋକମାନେ ସଦା ସର୍ବଦା କହି ଆସୁଛନ୍ତି ବିଦୁଷୀ ଲୋକମାନେ ସଦା ସର୍ବଦା କହି ଆସୁଛନ୍ତି ଇଏ ପ୍ରଥମ ଧାଡିର କଥା ଦ୍ୱିତୀୟ ଧାଡିରେ ଥିଲା କରିବାକୁ ମଧୁରସ ତିମିର ଭେଦ ସେଇ ବିଦୁଷୀ ମାନେ ଯୋଉ କହି ଆସୁଛନ୍ତି ସେଇ ତ କହିବାକୁ ତ ସେଇଭଳି ମହାନ ବ୍ୟକ୍ତିତ୍ୱ ବା ସେଇଭଳି ଜଣେ ରାଜା ରାଜେଶ୍ୱର ରାମଚନ୍ଦ୍ରଙ୍କର ଚରଣ ଥିଲେ ଏତେ ଦୂରରୁ ଯେ ସୀତା କହୁଛନ୍ତି ମୁଁ ନିଜେ ଦିନ ଭିତର ଦିଏ ଗୁରୁ ମୋର ମୁଣ୍ଡ ନୁମାଇ ତାଙ୍କୁ ବନ୍ଦନ କରୁଛି ବା ତାଙ୍କୁ ନମସ୍କାର ଜଣାଉଛି ତାପରେ ଅଛି କଣ କରିବାକୁ ଚାହୁଁଛନ୍ତି କରିବାକୁ ମଧୁ ଆଶା ତିମିର ଭେଦନ ମଧୁ ଆଶା ତିମିର ଭେଦନ ତିମିର ହେଲା ଅନ୍ଧକାର ଆଶା ମନ୍ଦିର ଉଙ୍କି କରିଥିବା ଆଶା ତାକୁ ତାଙ୍କର ମନରେ ଅନ୍ଧକାର ଗୁଡିକୁ ଦୂର କରିବା ପାଇଁ କି ସୀତା ରାମଚନ୍ଦ୍ରଙ୍କୁ ବନ୍ଦନା କରିକି ଚିଠି দিয়ে ଲେଖୁଛନ୍ତି ତେବେ କଣ କରିବାକୁ ମଧୁ ଆଶା ତିମିର ଭେଦନ କାନ୍ତାରେ ଥାଇ କର ନିବେଦନ ସୀତା କହୁଛନ୍ତି ମୋ ମନରେ ଥିବା ତିନି ଗୋଟେ ଯୋଉ ଆଶା ଯୋଉ ଉଙ୍କି ମାରିଛି ମୋ ମନରେ ଯୋଉ ପ୍ରଶ୍ନ ଗୁଡିକ ଅଛି ସେ ପ୍ରଶ୍ନ ଗୁଡିକୁ ସମାଧାନ କରିବା ପାଇଁ ମୋ ମନରେ ଯୋଉ ଅନ୍ଧକାର ଭରପୁର ହେଇକି ରହିଛି ତାକୁ ଦୂରୀଭୂତ କରିବା ପାଇଁ ମୁଁ କାକରେ ହେଲା ଦୁଃଖରେ ବା ଭୟରେ ଭୟ ସୀତା କାହିଁକି ହଁ କୋଉଠି ନା କୋଉଠି ମନରେ ଭୟ ତ ରହିବ
କାହିଁକି ଯେତେବେଳେ ସେ ଶୁଣିବାକୁ ପାଉଛନ୍ତି କି ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞ କରୁଛନ୍ତି, କାରଣ ଅଶ୍ୱମେଧ ଯଜ୍ଞ କଲେ ଯଜ୍ଞ ଯେତେବେଳେ ରାମଚନ୍ଦ୍ର ବସିଲେ ନିହାତି ଭାବରେ ତାଙ୍କର ସ୍ତ୍ରୀ ଦରକାର, ତାଙ୍କ ସ୍ତ୍ରୀ ବସିବା ଦରକାର। ଯେହେତୁ ସୀତାଙ୍କୁ ଡାକିଲେନ୍ତି, ତେଣୁ ସୀତା ମନରେ ଭାବୁଛନ୍ତି କି ରାମଚନ୍ଦ୍ର ହୁଏତ ଦ୍ୱିତୀୟ ବିବାହ କରିଦେଇଛନ୍ତି। ତ ନିହାତି ଭାବରେ ଗୋଟେ ନାରୀଟେ ସ୍ୱାମୀଟା ଦ୍ୱିତୀୟ ବିବାହ କରୁଛି, ତାଙ୍କୁ ଭଲ ବି ଲାଗିବ ଆଉ ଦୁଃଖ ବି ଲାଗେ। ସେଥିପାଇଁ କହୁଛନ୍ତି କାଶ ଦେବା ଦୁଃଖରେ ହଉ କି ଭୟରେ ହଉ, କାନ୍ତାରେ ହେଲା ଜଙ୍ଗଲ ଭିତରେ ସେ ଦୂରରେ ରହୁଛନ୍ତି, ନାଇଁ ସେ ଆଶ୍ରମରେ ରହୁଥିଲେ, ଆଶ୍ରମ ଜଙ୍ଗଲ କରିକି ଚତୁର୍ପାର୍ଶ୍ୱ ଜଙ୍ଗଲ କରିଛି। ତେଣୁକରି କହୁଛନ୍ତି କି ମୁଁ ଏତେ ଦୂରରେ ଅଛି, ଏଇ ଗୋଟେ ଜଙ୍ଗଲ ଭିତରେ ରହିକି ଅତି ଦୁଃଖର ସତ୍ତ୍ୱେ ବିନମ୍ରତାର ସହକାରେ ଆଉ ଅତି ଭୟରେ ଥାଇ ନିବେଦନ କରୁଛି, ଅର୍ଥାତ୍ ପ୍ରାର୍ଥନା କରୁଛି ଯେ ମୋ ମନରେ ଥିବା ମୋର ଯୋଉ ଅନ୍ଧକାର ଗୁଡିକୁ ଭେଦନ କର, ତାକୁ ଭେଦ କର, ଅର୍ଥାତ୍ ମୋର ଯୋଉ ମନରେ ଥିବା ପ୍ରଶ୍ନ ଗୁଡିକର ସଠିକ ଉତ୍ତର ଦେଇକି ମୋ ମନରେ ଥିବା ଆଶା ଗୁଡିକୁ ତୁମେ ତାର ଆମ ମନରେ ଯୋଉ ଉଠି ନଥିବା ଆଶାକୁ ପରିପୂର୍ଣ୍ଣ କର ଏବଂ ମୋ ମନରେ ଥିବା ପ୍ରଶ୍ନ ଗୁଡିକର ସମାଧାନ କରିବା ପାଇଁ ଶିଖିବେ। ପୁଣି କହୁଛନ୍ତି ପ୍ରଶ୍ନ ଆରମ୍ଭ କରିବେ କଣ? ତାପରେ ପ୍ରଥମ କହୁଛନ୍ତି ତମେ ଏମିତି ଥିବ, ତମେ ସେମିତି ଥିବ, ତମେ ଦ୍ୱିତୀୟ ପାଖରେ ରହୁଥିବ, ସେଇ କଥା ମଧ୍ୟ କହିବେ। ତେବେ କହୁଛନ୍ତି ମହାରାଜ ମହାଯୋଗୀ ହୋଇଛ ଦୀକ୍ଷିତ, ନବମାନେ ହେଉଥିଲେ ବାମାଙ୍କେ ବିଦିତ। ମହାରାଜ କାହାକୁ କହୁଛନ୍ତି? କଣ କହିବି ତ ତେଣୁ ସେଠିକି ମନେ ରଖ ଟିକେ କରିଦବ। ତେଣୁ କଣ କହୁଛନ୍ତି ନା ମହାରାଜ ରାମଚନ୍ଦ୍ରଙ୍କୁ ସମ୍ବୋଧନ କରୁଛନ୍ତି, ତମେ ଯୋଉ ମହାଯଜ୍ଞକୁ ଆୟୋଜିତ କରିଛ, ଯୋଉ ଅଶ୍ୱମେଧ ଯଜ୍ଞକୁ ଆୟୋଜିତ କରିଛ, ସେଇ ମହାଯଜ୍ଞରେ ତମେ ଦୀକ୍ଷିତ ହେଇଛ, ଦୀକ୍ଷା ପ୍ରାପ୍ତ ହେଇଛ, ତମେ ନିଜେ ହିଁ ସେ ଯୋଉ ମହାଯଜ୍ଞଟା ଆୟୋଜନ କରିଛ, ନିଜେ ସେ ଯଜ୍ଞରେ ବସିଥିବ, ବେଷ୍ଟିତ ହେଇଥିବ ଏବଂ ତୁମର ବାମ ପଟରେ ନବବାମା ଅର୍ଥାତ୍ ନୂଆ ବୋହୂ, ନବବାମାର ଅର୍ଥ ହେଲା ନୂଆ ବୋହୂ, କାରଣ ସିଦ୍ଧାର୍ଥ ଭାବୁଛନ୍ତି ଯେ ସେ ଦ୍ୱିତୀୟ ଥର ପାଇଁ ବିବାହ କରୁଛନ୍ତି, ମୁଁ ଦ୍ୱିତୀୟ ପାଇଁ ବିବାହ କରୁଥିବା ନୂଆ ବୋହୂଟି ନିହାତି ଭାବରେ ମୋର ବାମାଙ୍କେ ବିକିତ ହେବ। ବାମ ଅଙ୍କେ, ବାମ ଅଙ୍କ ମାନେ କୋଳ, ସାଧାରଣତଃ କହିବାକୁ ଗଲେ ବାମର ବାମ ପଟ କୋଳରେ ସେ ବିକିତ ହେବ, କିନ୍ତୁ ପ୍ରକୃତରେ ମାନେ ବାମ ପଟ କୋଳରେ ପୂଜା ପୂଜା ଅଛି, ନାରୀ କେମିତି ଚାରିଟି ବସନ୍ତି, ସ୍ତ୍ରୀରେ ବସନ୍ତି, ତାଙ୍କର ବାମ ଗୋଟେ ଅଛି, ତାଙ୍କର ସାଇଡରେ ବାମ ପଟେ ବସେ ବୋଲି କହିଦେବେ ବାମାଙ୍କେ ବିକିତ ହେଇଥିବ, ବିକିତ ହେଲା ପରିବେଶିତ ହେଇଥିବ ବା ଶୋଭିତ, ଶୋଭା ପାଉଥିବ। ତମର ବାମ ପଟେ ତମ ନୂଆ କରି ବିବାହ ହେଇକି ଆସିଥିବା ସ୍ତ୍ରୀ ଶୋଭା ପାଉଥିବ, ସୁନ୍ଦର ଦେଖୁଥିବ, ସମସ୍ତେ ତାକୁ ଦେଖୁଥିବେ। ପୁଣି କହୁଛନ୍ତି ମୁଗ୍ଧ ବଧୂ ମୁଗ୍ଧ ହେବ ବୋଲି ସତଗୁଣ ବଢି ଯାଉଥିବା ତୁମ ସକାଳ ସତୁରି। ମୁଗ୍ଧ ବଧୂ ମୁଗ୍ଧ ହେବ ବୋଲି, ମୁଗ୍ଧ ବଧୂ କଣ? ଯେଉଁ ବଧୂ ରାମଚନ୍ଦ୍ରଙ୍କ ବ୍ୟକ୍ତିତ୍ୱରେ ମୁଗ୍ଧ ହଉଥିବ, ସେଇ ଝିଅଟି ବାହା ହେଇଛି, ବିବାହ କରିଛି, ନିହାତି ଭାବରେ ରାମଚନ୍ଦ୍ରଙ୍କର ବ୍ୟକ୍ତିତ୍ୱରେ ରାମଚନ୍ଦ୍ରଙ୍କର ଗୁଣ ମୁଗ୍ଧ ହେଇଛି, ତାକୁ ବାହା କରିବ। ଯିଏ ବି ଯଦି ଗୋଟେ ପୁଅଟେ ଝିଅକୁ ହଉ, ଝିଅଟେ ପୁଅକୁ ହଉ, ଯେତେବେଳେ ଯାହାକୁ ବାହା ହଉଛନ୍ତି ସାମ୍ନା ଲୋକର ଚରିତ୍ର, ସାମ୍ନା ଲୋକର ଗୁଣ କିଛି ନା କିଛି ଦେଖିକି ନା ବାହା ହଉଥିବ, ସେ ଝିଅଟି ନିହାତି ତମର ଯୋଉ ସଦ୍ଗୁଣ ଗୁଡିକ ଦେଖିକିନା ମୁଗ୍ଧ ହେଇକି ତମ ଉପରେ ମୁଗ୍ଧ ହେଇକି ତମ ଉପରେ ଖୁସି ହେଇକି ତମକୁ ବାହା ହେଇଥିବ, ଏବଂ ସେଇ ମୁଗ୍ଧ ବଧୂ ଆଉ ଶୁଭ ହବା ପାଇଁ କି ହେବ ବୋଲି ସତ ଗୁଣ ତୁମର ଦକ୍ଷତା ବା ପ୍ରକୃତି ସହ ଭଲ ଗୁଣକୁ ସତ ଗୁଣ କହୁଛନ୍ତି। ଏଇଠି ମୁଗ୍ଧ ବଧୂ ମୁଗ୍ଧ ହେବ ବୋଲି ସତ ଗୁଣ ବଢି ଯାଉଥିବା ଯାଉଥିବ ସକଳ ସଦ୍ଗୁଣ, ସଦ୍ଗୁଣ ହେଲା ଭଲ ଗୁଣ, ସକଳ ହେଲା କହୁଛନ୍ତି ରାମଚନ୍ଦ୍ର କହୁଛନ୍ତି ତମର ତମ ଉପରେ ମୁଗ୍ଧ ହେଇକି ନୂଆ କରି ବାହା ହେଇକି ଆସିଥିବା ବଧୂ ଟିକେ ସେ ଆହୁରି ମୁଗ୍ଧ ହବ ବୋଲିକି ତାକୁ ଦେଖେଇବା ପାଇଁ ତମର ଗୁଣ ଗୁଡିକ ବଢି ଯାଉଥିବ, ତମର ଯୋଉ ସଦ୍ଗୁଣ ଗୁଡିକ ଭଲ ଗୁଣ ଆଉ ତମେ ବଢେଇଥିବ ତାକୁ ଦେଖେଇ ହବା ପାଇଁ। ସାଧାରଣତଃ ଯେତେବେଳେ ଆମେ ତାକୁ ଇମ୍ପ୍ରେସ କରିବାକୁ ହେଇଥାଏ ସାମ୍ନା ଲୋକ, ଆମର ଯାହା ଭଲ ଖରାପ ଯିବ, କିନ୍ତୁ ଆଉ ବେଟର କରିବାକୁ ଚେଷ୍ଟା କରିବୁ କି କାଳେ ସାମ୍ନା ଲୋକଟା ଆମକୁ ଆଉ ଟିକେ ଟେକି ଟେକି କହିବ କି ତା ନଜରରେ ଉଚ୍ଚରେ ରହିବ। ତ ସେମିତି ସ୍ୱାମୀ ଆଉ ସ୍ତ୍ରୀରେ ସ୍ୱାମୀଟା ସମସ୍ତଙ୍କର ସ୍ତ୍ରୀ ନଜରରେ ଯୋଉଠି ଯେତେ ତଳେ ଖସୁଛି ଖସୁ ଚଳିବ, କିନ୍ତୁ ସେ ସବୁବେଳେ ସ୍ତ୍ରୀ ନଜରରେ ମୁଁ ସବୁବେଳେ ନିଚା ରହିବ, ମୋ ସ୍ତ୍ରୀ ନଜରରେ ମୁଁ କେବେ ନିଚା ନ ହୁଏ, ମତେ ସେତିକି ରେସ୍ପେକ୍ଟ କରୁଛି ସ୍ତ୍ରୀଟା। ତେଣୁ ରାମଚନ୍ଦ୍ରଙ୍କ ମଧ୍ୟରେ ଜନ୍ମଗ୍ରହଣ କରିଛନ୍ତି ସେ ଗୋଟେ ସ୍ୱାମୀ, ତେଣୁ ସେଇ କଥା ଭାବନା ମନରେ ଆଣିକି ଶିକ୍ଷା କରୁଛନ୍ତି ଯେ
रामचंद्र हे प्रभु तुम्हें भी तमर नुआ तहा स्त्री को आनिच ताकू ता आंदरे आउसी मुग्ध होली से खुशी हो बोली तमर 10 टा करे तो आउरी बढे देबो एवं तमर जो सर्वण गुडी अछि तो सीता एठी रामचंद्र को बहुत कि तमर कि गुण ना तम खाली टे देखे हो से कथा कहनांती कोन होछि तम पाखरे जेते सब गुण अछि से सब गुण गुडी पूरी बढी जाउ ହେଲା तो ताको देखिए बढ़ी जाउथबा तुम सकल सद्गुण तुम सकल भल गुण गुड़िका आउरी बढ़ी जाउथबा एवं आचरित महायज्ञ करिब प्रदान अशेष रतन गुण धम वस्त्रदान आचरित आचरित होला प्रचलित बा व्यवहृत साधारण जेतेबेले महायज्ञ बा एइभଳି यज्ञ सब करथांती यज्ञ परे बहुत प्रकार दान धर्म कराଯାଏ सुना रूपा पाठ वस्त्र राजा सॉरी राज्य धन गाय शस्य बहुत प्रकार जिनस दान करते तेणु से प्रचलित महायज्ञ जो यज्ञ करुँच अश्वमेध यज्ञ लक्ष लक्ष कोटी कोटी जिन दान करने तो से जो व्यवहृत महायज्ञ प्रचलित महायज्ञ करिब प्रदान तुम निश्चय समस्त प्रदान कर दान कर कहीं सीता एक कथा लिखुं भी किसी दरकार ना से आगु लेखि रहुଛନ୍ତି तमे एमती गोटे यज्ञ करूछ समस्त सब किछि दान करिवो आ तम पाखु जो माने आसीथिबे से केबे खाली हाथ दिबेनी तेणु मो मुझे मन तपसी दूर काई चाहूची मते भी किछि दरकार मते भी दियो मते कोन दरकार ना मते खाली एते कि कुह जो द्वितीय विवाह करके आनिथिबे ता सी कोन तपस्या करिया जे तुमको पाइले तार उत्तर मते दियो मते केबे निराश करनी तेणु सेटा मागिया पूर्व प्रथमे से মানে ক্লারিফাই দଉଛନ୍ତି যে তুমি দিଅ ଏଇଠି ଦଉଥିବ ନିହାତି ଭାବରେ ତମେ ଦଉଥିବ ମାନେ ତମେ କେତେ ବଡ ଯଜ୍ଞ କରୁଛ ଆଉ ସେଇ ଯଜ୍ଞର ନିୟମ ଅଛି ଯାହା ପ୍ରଚଳିତ ନୀତି ଅଛି ଯାହା ନିହାତି ଭାବରେ ତୁମ ସମସ୍ତଙ୍କୁ ଦବ ଆଚରିତ ମହାଯଜ୍ଞ କରିବା ପାଇଁ ଅଶେଷ ରତ୍ନ ଅଶେଷ ବହୁତ ସାରା କୋଟି କୋଟି ରତ୍ନ ହେଲା ରତ୍ନ ଧନ ସୌମ୍ୟ 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 ବସ୍ତ୍ର ମାନ ହେଲା ପାଟ ଲୁଗା ମାନ ସୌମ୍ୟ ବସ୍ତ୍ର ହେଲା ପାଟ ଲୁଗା କୁହାଯାଏ ହେଲା ସୌମ୍ୟ ବସ୍ତ୍ର ହେଲା ବିଭିନ୍ନ ପ୍ରକାର ସାଧାରଣତଃ ସାମର ଲୁଗା ପଡା ଯାହା ଆମେ କିଣନ୍ତି ସବୁଠୁ ରେଟ୍ କୋଉଟା ଅଧିକ ରେଟ୍ ପାଟ ଶାଢୀ ଗୁଡା ସମ୍ବଲପୁରୀ ହଉ ଯୋଉ ସମ୍ବଲପୁରୀ ପାଟଟା ବେଶୀ ଲୋକ ଅଲଗା ମାନେ ପାଟ ଅପେକ୍ଷା ସେଠି ଅଲଗା ପାଟ ବି ଅଛି ବହୁତ ଟଙ୍କା ବାଲା ତେଣୁକରି ନର୍ମାଲ ଶାଢୀ ପାଟ ଶାଢୀ ଭିତରେ ଡିଫରେଣ୍ଟ ଅଛି तो पाठ साड़ी तो अधिक नियति से एडी कोन राजा राजा तो एक बड़ जग पटे समस्त पाठ साड़ी दान करूथबो आ कोन से बहुत अमाप धन रत्न दान करूछ ता सहित बहुत प्रकार पाठ साड़ी ମଧ୍ୟ दान करू तो माने जग को आसी दिबे बुझिला कि प्योर एक्सपीरियंस सुन आगु दिबा नेक्स्ट कहउचंदी सिद्धकाम हेले तमी अर्थी समुदाय मो मानसी विज्ञान होईछि उदय चला मनर कथा कहबा पई जे सिद्ध काम होला जहार कामना को सिद्ध करा जाय माने तमरो से कोन बोले सिद्ध काम हेबो तमी अर्थी समुदाय तमी होला सेही थारे बा सर्वदा अर्थी जे अर्थ कामना माने समुदाय होला सकल अर्थात जेउ अर्थ कामना करेकी तम पाखु आसी से समस्त मन कामना सिद्ध करथबा पूर्ण करथ जेहेतु तमे गोटे एते बड़ यज्ञर आयोजन करिछ आ तम पाखु जो माने आसी जहा दान करिवो जहार दरकार से निहाती भाबे मागिबो चाहिए मते दरकार गोटे जिंस नाही मु तुमको पूरा मागिबी कि तमे दान करि मु काहे लेबी मोर के नेबी दान कले मो पर जहाँ सुख दरकार अच्छी तो राज्य जिते बड़े गोटे यज्ञ होती राजा यज्ञ आयोजन विभिन्न प्रकार जिनस राज्यवासी मान दान करेंगे ब्राह्मण मान हो राज्यर प्रजा मान हो नारी मान हो किसी ना कि दान करेंगे से कथा कहते अर्थी समुदाय अर्थी जी अर्थ कामना करेंगे अर्थ पाइबा अर्थ पाइबा टंका पैसा सुना रूपा धन दौलत पाइबा कामना करी मन भावते आज राजा यज्ञ होची मुझे मत राजा विभिन्न प्रकार जिनस देवे कि शाढ़ी पार्क जाइए पाटलित पाइब किए धन रत्न मिल विभिन्न प्रकार कामना करने मन मानसिक गोटे जाइए पाइबार लालसा करके जाइए तेणु कहते जिते सारा समुद्र सकल लोक मैंने जो अर्थ कामना कर समग्र लोक मान
तमे सिद्ध काम समस्त मनोकामना पूर्ण हम सिद्ध काम हम जार कामना सिद्ध हम पूर्ण हम जो मैंने भी तुमको मागे पठाई समस्त कामना पूर्ण हम मन जो आशा गुड़िक पूर्ण हम से भावी मो मन किसी मागिना गोटे आशा जन्म मो मान से मनरे चित्तरे हृदय तेणु ये कथा जानी समस्त पूरण से मो मन मो हृदय विज्ञा एक हृदय गोटे उदय उत्पत्ति मो मन गोटे विज्ञा मागिया किसी गोटे मागिया मन गोटे इच्छा बाहर उत्पत्ति आविर्भाव होती मुझे किसी गोटे मागवा चाहूँगी एछाड़ो भिक्षारे मात्र नहेब कृपण दया रत्नमय दान बारिधिया पुणी कहते मुझे गोटे मागिबी आगुआ कही छोटिया भिक्षा एटा मोर कृपण हबनी केबे कहबनी जे मु देबिनी बोली कंजूस करबनी मु जहा मागिबी तमे तो दयार सागर तुम समस्त को बिना न मागिबी तुमको साहाय्य करो तेणु करी मु जे मागिबी अति क्षुद्र जिनसटे मागिबी तमे कृपण न देबी ए दयार सागर दयाकोरी मोर भिक्षाटी देखो से भिक्षारे ए जो छोटिया भिक्षाटी मु मागिबी एपर्यंत कोन भिक्षा मागिबी कहि नांदी खाली एति कहले मो मनरे गोटे भिक्षा मागिबा पई कि ना कामना जाता होगी सेटा को मु जेते बेला आपन को कहिबे आपन ए छोटिया भिक्षाटा को भिक्षारे नाथ होला स्वामी ये रामचंद्र को उद्देश्य सीता लिखते हे नाथ न हेबो कृपण कंजूस हेबनी मते दब दया रत्नमय हे दयामय दया रत्नमय अर्थात तमे हो दया रे रत्नमय तमे समस्त को दया करो ताको पातर नहीं देखो ये बात निजे को दया करबे ताको दया करबे कि ए पापी को दया करो पापी को दया करो समस्त को संपूर्ण प्राणी को तुम दया करो खाली जे प्राणी को जीवन को जड़ को छाइले जड़ मध्य रही तुम समस्त माने समस्त तुम हृदय समान जगह समस्त तुम समान जगह तेणु हे दया रखो दान बारिधि अपन तुम्हें होच दान बारिधि अर्थात दानर समुद्र माने जो समुद्र पानी के सरे सरे आमे जो सुखी वाले सुने समुद्र पानी के सुखी जाए नदी पानी हम बहुत जगह देखि जे खरा दिन हेले बहुत कभी टिके भी पानी होगा नहीं समुद्र पानी देखो खाली ऊपर देखि जा केबे छोड़ इतना तो हम सुन नांदी मत इतिहास रे मध्य केबे सुनि ना तेणु से भगवान दया भगवान जेते लोक को दया करसी दान भी सीमा न था जैसे समुद्र भई दान कहीं सरे दान अमाप केबे सरे से कहते हे दयार सागर आम से भगवान को दयार सागर कहते दया केबे सरबनी जे एति दया को पाखर अछि एति बहुत दया करते सरीगला मो पाखर स्टॉक नहीं मु आउ रखि देबे बोली सेमति न थाए नहीं जेते हम गोटे तागोर दान कर पैसा एति पैसा पांच तारीख को खाया दे परिबा देला पर 6 नंबर लोक पाखर खाइ लोक हम पाखर पैसा नहीं जेमति हम सती दान कर परिबा गोटे लिमिटेड नहीं तो भगवान पाखर दया किछि लिमिट नहीं से समस्त को दान कर पारे समुद्र भଳି हम पाखरे दानर अर्थ अछि बा से होइछि कि दानर बारिधि तेने पे कहते हे दयामय दानर बारिधि मुते किंतु दब जहा मांगी मनर अभिलाष तुमे क्षेत्र ताबे मु की एटा जानि मुमे आवश्यक चार आगे चार 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 ए छार छार मु तुच्छ छार होला तुच्छ एटा छार ए छार भिक्षार ना माने मु जो छार भिक्षाटी मागिबे अतो छोटी भिक्षाटी मागिबे तमे सेटा को दब न देबारे कंजूस करि परि ए कथा को से कहतनी अर्थात से जे मागिबे सेटा को छोट भिक्षा बोली कि कहतनी पुनी कहले जेते माने तमे जनको मागुछ चिट्ठी दे लेखिछ पेना में चिट्ठी लेखुचंदी निक नाम को लेखना नि चिट्टा में चिट्ठी लेखुचंदी तपस्विनी बोली लेखि देछी तम तपस्वी बळी जीवन यापन करूचंदी कोणरे रहउचंदी आश्रम रे रहउचंदी फळ फूल खाउचंदी तेणु से निजर परिचय मध्ये चिट्ठी रे दबा को चाहि ना पेना में रामचंद्र कन्फ्यूज हेति की तपस्वी की एते कथा पचरुचंदी तेणु करी कोइ लोक मो किए भी आनिबा को चेष्टा करबो नाही जे खोजिया चेष्टा करथि चिट्ठी ती तार
केवल एतिकी मो चिट्ठी गला मोर अभिलाष को पूरा करिवो एतिकी सीतांकर मनस्कामना अछि तेणु कहते मु कि एटा जानिबार गुण आवश्यक सदाबेले तापसंग अशांति नाही तेणु तुमे भाबिलो सतबे जे टिकेट दिए नहीं तो मागी तुमको देबे कि नहीं काहे तुम दिए भी हेल्था उना काहे तुमे तपस्या अशांति नाश करियो पे करूथा प्रत्येक तपस्या मनर अशांति तुमे नष्ट कर तेणु मुझे तपस्वी तपस्वी मोर इच्छा को तुम तपस्वी भाविकी मोर इच्छा को पूरा कर मोर ना जीवन ठिकाना खोजिबार कौन आवश्यकता नहीं सदा तुम सदा मैंने सब बेले सदा सब तापस तापस होचंती जे तप आचरण करंती तपस्या रे मग्न थांती बण जंगल रे फल मूल खाई भगवान को सब सदा सर्वदा निजको समर्पण कर देते तप तप आचरण करुवा लोक को तापस तापसंकर अशांति नाशक अशांति नाशक नाशक नाश करबो अर्थात समस्त तपस्वी मानकर समस्त तापस मानकर मन रे मुक्ति मारुवा अशांति गुडी को तमे नष्ट कर देबुआ प्रभु तमे कहा को भी तपस्वी रा मनर दुख अछि तमे दूर करबे ताने प्रत्येक तापस मानकर मनर वेदना को मनर अशांति भाव को तमे दूर कर देबो सेति पई तो सदा सर्वदा तपस्या रे मग्न थिबा लोक सबे शांत शांत शिष्ट सरल नहीं कौन उग्र से मुनि ऋषि मैंने कौन उग्र थांती कि तेणु करी कहउछंती तुमे तेणु खोजिबा दरकार नहीं मु किए तापस को किछि तुम न थाए अदेय मुहि तपस्वी मते न करि कहलियो तेणु तुम तापस को किछि तुम न अदेय अदेय मतलब जहा दिया जाई परिबो नहीं अदेय तापस को किछि तुम ना जोड़ा तुम तापस को दबनी अर्थात तपस्या करते लोक माने यदि तुम बस किछि मांगि तमे तुम दबो कि सेमति केबे कोनसी घटना घटिनी किंतु सीता भाव कहउछंती जे रामचंद्र एते सारा अछि मतलब बुद्ध एते सारा तांको को आसीले कोनसी गोटे तापस केबे खाली हेते जाय तेणु सेही कथा कहउछंती तमे जे तपस्या आचरण करूबा तापस माने जदि तुम पाखु जानती किछि मांगिबो पई ताले तुम किछि भी तुम पाखरे अदेय न थाए जोटा कि तुम केबे देई पारिबो नै सेंती किछि अदेय जिंस न थाए बिटा तुम केबे भी देई पारिबो तबे मुनि तपस्वी मते न करिबो तेणु मु मध्य गोटे तपस्वी तापस भଳି मु भी मध्य गोटे तपस्वी मते केबे हेय बनि मते हेय माने नगण्य किछि माने तार वैल्यू नहीं सेमति करिबनि मते पुण्य वस्तु पुण्य लोक बा हेय बनि किबा मते किछि गोटे नगण्य मानिबनि हमें कोन हे अब सबटा करबे करबे तो से किछि दरकार को मैं ताको करते किछि तो वैल्यू नहीं पढ़ि चलते सीओ को नहीं एते के करबनि काहे ना मध्य गोटे तपस्वी मु मध्य दूरे रहि तो बेटा मानुछि मते दियो जे होइछि आदि तुम अंकर एबे पचारिबा आरंभ कले जे होइछि आदि तुम अंकर भाजन भक्ति करे देखुथिबे जगत रे सब जे होइछि आदि जे तुम अंकर भाजन होइछि अंकर तुम अंक में कोड़ कोड़र भाजन में कोड़र योग्य जहां तुम कोड़र धरि पारिबो साधारणतः पूजा करथि जगन्नाथ उपाय जगन्नाथ कोड़र धरि जगन्नाथ और कोड़र धरि लक्ष्मी काहे स्वामी के तो स्त्री को कोड़र धरबार संपूर्ण अधिकार अछि तेणु सेही दृष्टिରୁ जिए तुम कोड़र भाजन लेखिबो पर तुमर स्त्री योग्यता तोर अछि तुमे जहा को तुमर कोड़र प्रतिष्ठित करि परिबो सीए भक्ति करे आ ताको सदा पूरा सारा ब्रह्मांड के सारा राज्य लोके जदि रामचंद्र को भक्ति देखिथिबे निहाती भाବରେ स्त्री को भी सेतिकी भक्ति देखिबे कारण ना जेतबे झियो बा होइछे तले स्वामी रो परिचय रे से परिचय देबे कोन स्वामी स्वामी रे जदि कोटा आए सब थोड़े जो स्वामी रे जदि ता स्वामी को माने साइलेंट रखिबे तो स्त्री रे तो अंदर में से स्वामी के गले ताको साइलेंट रखिबे ना तेणु ठीक सेमति रामचंद्र को जदि पूरा विश्वर लोक माने देखिबे साइलेंट नमस्कार प्रभु मुंड नई भगवान का सामने तो रामचंद्र को से भगवान भी सी होचि राज्य रो राजा नहीं राज्य रो राजा बोल तो प्रजा मान समस्त राज्य रो राजा केते रामचंद्र को आगे तो सही कथा कहली भक्ति भरे भक्ति माने भरपूर भक्ति रे
ଦେଖୁଥିବେ ତୁମର ଯୋଉ ଦ୍ୱିତୀୟ ସ୍ତ୍ରୀରେ ବି ଖରାପ ଦୃଷ୍ଟିରେ ଦେଖୁନଥିବେ ସମସ୍ତେ ତାଙ୍କୁ ତମକୁ ଯେମିତି ଭକ୍ତି କରନ୍ତି ସେମିତି ତମ ଦ୍ୱିତୀୟ ସ୍ତ୍ରୀକୁ ମଧ୍ୟ ସମସ୍ତେ ଭକ୍ତି ଭାବରେ ଦେଖୁଥିବେ କି ଜଗତର ଜନକ ପୁରା ସୃଷ୍ଟିର ଲୋକମାନେ ତମ ସ୍ତ୍ରୀକୁ ଯୋଉ ଦ୍ୱିତୀୟ ବିବାହିତା ନବମଙ୍କୁ ମଧ୍ୟ ଭକ୍ତି ଭାବରେ ଦେଖ ମତେ ଦେଖୁବ ସେ ପୂର୍ବେ ସବୁ କରିଥିଲେ କେଉଁ ଘର ଦବ କେଉଁ କେତେ କାଳ କେଉଁ ମନ୍ତ୍ର ଦେବ ତ ପୂର୍ବରୁ ଦ୍ୱିତୀୟ ସ୍ତ୍ରୀକୁ ବାହାରିଛି ଆଗରୁ ସେ କେଉଁ ଘୋର ତପ ହେଲା ତପସ୍ୟା ଘୋର ବହୁତ ଅଖଣ୍ଡ ତପସ୍ୟା କରିକି ବହୁତ ସାରା ତପସ୍ୟା କରିବାକୁ ପଡିଥାଏ ଯୋଉଟା ଘୋର ତପସ୍ୟା କରି ତ ଏତେ ବଡ ଅଖଣ୍ଡ ତପସ୍ୟା ସେ ତପସ୍ୟା କରିଥିଲେ ଯୋଉଠି ଆପଣ କେଉଁଠାରେ କେତେ କେଉଁ ଜାଗାରେ ରହିକି କେତେ ସମୟ କେତେ କାଳ କେତେ ସମୟ ପର୍ଯ୍ୟନ୍ତ କି ତପସ୍ୟା ସେ କରୁନଥିଲେ ଆଉ କଣ କେଉଁ ମନ୍ତ୍ର ବା କେଉଁ ପାଠ ଜପ କଲେ ଯାହା ଫଳରେ କି ତୁମ ଭଳି ଗୋଟେ ସ୍ୱାମୀକୁ ସେ ପାଇଛନ୍ତି ସେଇ ମନ୍ତ୍ର ସେଇ ଗୁଡାକ ଯୋଉ ସ୍ତ୍ରୀ ଯାକ ପାଇ ଏତେ ଜଣ କଲା ପାଇଛି ସେଇଟା ମତେ ଜଣେଇ ଦିଅ ପ୍ଲିଜ ସେଟା କହୁଛନ୍ତି ତ ଏହା ମାତ୍ର ପ୍ରଭୁ ମତେ ଦେବଟି ଜଣାନ୍ତି ଅନ୍ୟ କିଛି ଧନର ପ୍ରୟୋଜନ ନାହିଁ ଏତିକି ମାତ୍ର ହୁଏ ପ୍ରଭୁ ମତେ ଏତିକି କଥା ଜଣେଇ ଦିଅ ମୋର ଆଉ କୌଣସି ଧନରେ ପ୍ରୟୋଜନ ନାହିଁ ମତେ ଆଉ କିଛି ଜିନିଷ ଲୋଡା ନାହିଁ ମତେ ମାତ୍ର ଏତିକି କଥା ଜଣେଇ ଦିଅ ଯେ ତୁମର ଦ୍ୱିତୀୟ ବିବାହିତ ନବମୀ କେତେ କାଳ କେଉଁ ମନ୍ତ୍ର କେତେ ଘୋର ତପସ୍ୟା କେଉଁଥିରେ ରହିକି ତପସ୍ୟା କଲା ଯେ ତମ ଭଳି ସ୍ୱାମୀକୁ ସିଏ ପାଇପାରିବେ କୋଟି ଅଶ୍ୱମେଧ ଯେତେ ଧନ ହୁଏ ନା ତମେ କୋଟି ତମେ ପ୍ରତିଭା ତାର ହେବ ମୋର ଜ୍ଞାନ କହୁଛନ୍ତି ଅଶ୍ୱମେଧ ଯଜ୍ଞରେ ଗୋଟିଏ ଅଶ୍ୱମେଧ ଯଜ୍ଞରେ କୋଟି କୋଟି ଟଙ୍କା ସମ୍ପତ୍ତି ଦାନ କରାଯାଏ ଇଏ ଏଠି ସୀତା କହୁଛନ୍ତି କିନ୍ତୁ ଗୋଟିଏ ଅଶ୍ୱମେଧ ଯଜ୍ଞରେ ଯେତେ ଦାନ କରିଥିଲା ତାଠୁ ଅଧିକ ପ୍ରାପ୍ତି ହବ ମତେ ଯଦି ଏତିକି ମାତ୍ର କଥାର ଉତ୍ତର ଦେଇଯିବ କମ୍ପେୟାର କରୁଛନ୍ତି ଯେ ନିଜର ପ୍ରଶ୍ନର ଉତ୍ତର ସହିତ କୋଟି କୋଟି ଅଶ୍ୱମେଧ ଯଜ୍ଞର ମୂଲ୍ୟକୁ ମାନେ କୋଟି କୋଟି ଅଶ୍ୱମେଧ ଯଜ୍ଞର ଯେତେ ସବୁ ଦାନ କରାଯାଏ ତାମାନେ ଗୋଟେ ଅଶ୍ୱମେଧ ଯଦି କୋଟି କୋଟି ଲକ୍ଷ ଲକ୍ଷ ସମ୍ପତ୍ତି ଦାନ କରାଯାଉଛି କୋଟି ଅଶ୍ୱମେଧ କେତେ ଦାନ କରାହଉନଥିବ ସେତିକି ତାଙ୍କ ପାଇଁ ଜିନିଷ ତାଠୁ ଆହୁରି ବଡ ତାଙ୍କ ପ୍ରଶ୍ନର ଉତ୍ତର ସେ ତାଙ୍କୁ ମିଳିବ ତେଣୁ କୋଟି ଅଶ୍ୱମେଧ ଯେତେ ଧନ ହୁଏ ଦାନ ତମେରୁ ଅଧିକ ହେବ ମୋର ଜ୍ଞାନ ମତେ ଯଦି ଜଣେଇଦେବ ମୋର ଜ୍ଞାନ ମୁଁ ଜାଣିବାକୁ ଚାହୁଁଛି ମୁଁ ଅଜ୍ଞାନ ଅଛି ଏବେ ଯେ ତମ ସ୍ତ୍ରୀ ଯୋଉ ଦ୍ୱିତୀୟ ସ୍ତ୍ରୀ ବାହାରିଛି ସେ କଣ କଲା ଏମିତି କଣ କଲା ଯେ ତମକୁ ବାହା ହେଇପାରିଲା ତେଣୁ ମୁଁ ସେଟା ଜାଣିବା ପାଇଁ କି ଚାହୁଁଛି କ୍ଲିୟର ସମସ୍ତେ ବୁଝିଲ ପୁଣି କହୁଛନ୍ତି ଆଉ ଏକ କଥା ମାତ୍ର ଅଛି ଅନୁଭବ ଦୁଃଖିନୀର ପୁତ୍ର ଯୁଗ ଅତ୍ୟନ୍ତ ଅବଧ ଇଏ ଥିଲେ ତାଙ୍କର ଗୋଟିଏ ପ୍ରଶ୍ନ ଏବେ ଦ୍ୱିତୀୟ ପ୍ରଶ୍ନକୁ ଯାଉଛନ୍ତି ସୀତା କଣ କହିଲେ ଆଉ ଗୋଟେ କଥା ଆଉ ଗୋଟେ କଥା ମାତ୍ର ଅଛି ଅନୁରୋଧ ମୁଁ ଆଉ ଗୋଟେ କଥା ପାଇଁ ତମକୁ ପ୍ରାର୍ଥନା କରିବାକୁ ଚାହୁଁଛି ନା କଣ ସେ ଅନୁରୋଧ କି ଦୁଃଖିନୀର ପୁତ୍ର ଯୁଗ ଅତ୍ୟନ୍ତ ଅବଧ ଏଇ ଯୋଉ ଦୁଃଖିନୀ ନିଜକୁ ସେ ଦୁଃଖିନୀ ବୋଲି କହୁଛନ୍ତି ଏଇ ଯୋଉ ଦୁଃଖିନୀ ମାଟି ତାର ପୁତ୍ର ଯୁଗ ହେଲା ଦୁଇ ଯୁଗର ଅର୍ଥ ଏଠି ଦୁଇ ପୁତ୍ର ଦୁଇଟି କିଏ କିଏ ପ୍ରଭୁ ଆଉ କୁଶ ପୁତ୍ର ଦୁଇଟା ନାହିଁ ମତେ ବେଶୀ ତେଣୁ ମୋର ଯୋଉ ପୁତ୍ର ଦୁଇଟି ସେ ହଉଛନ୍ତି ଅତ୍ୟନ୍ତ ଅବଧ ଅତ୍ୟନ୍ତ ହେଲା ଅତି ଅବୋଧ ନିର୍ବୋଧ ଅଜ୍ଞାନ ସେମାନେ କିଛି ଜାଣିନାହାନ୍ତି ଛୋଟ ଛୋଟ ଛୁଆ ମୋର ଦିଟା ଦୁଇଟି ପୁଅ ସେ ଅତି ନିରୀହ ଅତି ଅଜ୍ଞାନ କିଛି ଦୁନିଆ ବିଷୟରେ କିଛି ଜାଣିନାହାନ୍ତି ନାହିଁ ତାଙ୍କ ପିତୃବଳ ଆରୋହଣ ଭାଗ୍ୟ ନ ଜାଣନ୍ତି ଜନ୍ମ କାଳ ପିତୃ ଅନୁରାଗ ପୁଣି କହୁଛନ୍ତି ନାହିଁ ତାଙ୍କ ପିତୃବଳ ଆରୋହଣ ସେଟା ଚଢିବା ପିତୃ କୋଳରେ ବାପାଙ୍କ କୋଳରେ ଚଢିକି ଖେଳିକି ଗୋଟେ ଛୋଟ ଛୁଆଟେ ଯେତେବେଳେ ପରିବାର ସିଏ ତା ବାପା ତାକୁ କେତେ କାଖେଇ ବୁଲେଇ ମଣିଷ କରେନି କାଖେଇକି ଖେଳେଇକି ବଡ ବସେଇକି ବୁଲେଇକି ତ ସେ ଯୋଉ ସ୍ନେହଟା ପିତାଙ୍କ କୋଳରେ ବସିବାର ଯୋଉ ଭାଗ୍ୟଟା ସୌଭାଗ୍ୟଟା ଏଠି କହୁଛନ୍ତି ତାଙ୍କର ନାହିଁ ତାଙ୍କ ପିତୃ ଆରୋହଣ ଭାଗ୍ୟ ତାଙ୍କ ଭାଗ୍ୟରେ ପିତାଙ୍କ କୋଳରେ ବସିବାର ସୌଭାଗ୍ୟ ସେ ଆଜି ପର୍ଯ୍ୟନ୍ତ ପାଇନାହାନ୍ତି କାରଣ ଜନ୍ମରୁ ତ ସେ ବାହାରେ ଜନ୍ମ ହେବେ କୋଉଠି ମାଲ୍ୟବୀର ଆଶ୍ରମ ତାଙ୍କ ପିତା କିଏ ତାଙ୍କର ସେ ଜାଣିଛନ୍ତି କିମ୍ବା ପିତୃ କୋଳରେ ବସିବାର ଆଜି ପର୍ଯ୍ୟନ୍ତ ତାଙ୍କର ସେ ସୌଭାଗ୍ୟ ଆସିନି ଆଉ ନ ଜାଣନ୍ତି ଜନ୍ମ କାଳ ପିତୃ ଅନୁରାଗର ଅର୍ଥ ହେଲା ସ୍ନେହ ପିତୃ ଅନୁରାଗ ହେଲା ପିତାଙ୍କର ସ୍ନେହ ସେମାନେ ଜନ୍ମ ସମୟରୁ ଏ ପର୍ଯ୍ୟନ୍ତ ଜାଣି ବାପାଙ୍କର ସ୍ନେହ କଣ ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି ଏତିକି ଥିଲା ତାଙ୍କର ଇଏ ଥିଲା ତାଙ୍କର ଆଉ ଗୋଟେ ପ୍ରଶ୍ନ
देखिबा एबी जाओ सॉरी बनी कैमरा टाइम हेले आगे से एटा सॉरी कि और कोन विषय स्टार्ट करिबो पढ़ी के आसीबो सीधा रामायण देखि छ ना सुनि छ काहे बपर किबा टीवी रे ना आईडिया नहीं देखि रामायण विषय ठीक देखि छ ना सुनि छ टीवी रे ने एबे तो दो निकल ट्राई दिया और ठीक छ रामायण रे ऑप्शन पुराण कहि छ ठीक है माने मेन कैरेक्टर जो राम लक्ष्मण सीता कृष्ण नहीं रावण कुंभकर्ण विभीषण देखते देखने सब कैरेक्टर वाल्मीकि लव कुश आगे लक्ष्मण को सही करा हो मैं जानी के मैं जानी जा लक्ष्मण का ऑप्शन दे उर्मिला उर्मिला भारत में स्त्री का ना पांडव और शत्रुघ्न को स्त्री का ना देवती चारिजण में जाइथिले सेठी चारिजण में बाहर के आसीले केमति बाहर हो सेठी सीता को केमति बाहर काम चिंता कार को हां किन्ना कथा तुनी शिवम कर महादेव बाबा नहीं सब पर शिवम कर नाम किन्ना को नाम बदल मंगल धारण करते लिए किन्ना तो से शिवम को धन को जे गुण दे परबो सी स्वयं कर विग्रह सिद्धांत तो सीता को बापा बने जन करू जन से जने राजा भी ऋषि तेणु ऋषि बोली आचरण करते राजश्री बोली कहा जाए तेणु करके सी असमय सॉरी सी पत्नी जो सीता को स्वयं कर शिवकर धन जी गुण दे पार सी सीता को विवाह कर बहुत राजार राज्य 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 सब आसिले व्यक्ति कले गुण दवा कथा एक पारे सुंदर है पड़े तासु रामचंद्र आसी गोटे हाथ रे टेकी गुण देले नहीं भांगी पकई ना देखला सीतांकर हां तापर तो आसले पड़े जानी हां आ गोटे साथी गला बेले कोन घटिला नहीं कहले गोटे गपटा रे अछि गौतम ऋषिंकर स्त्री अहल्या पत्थर हे जे अभिशाप देथिले तांको पादे तांकर पत्र रे गोड़ पजे कि देला अपन नारी देथिले बुझ जाओ हां ना नहीं नहीं सुने खाली मैंने बसले केते बड़े टाइम पास करिया में कि बोर लगने बस देखे हो बोल ले स्टोरी गडा हमने ओडिया पुराण सकाळ सुन अच्छा सकाळ एक कोविड कोविड में पहले बड़ा बड़ा है तो सीरियल मूवी सब कौन किसी भी सदरा को ना बारिश में छुट्टी भी करे देखते फोटो पूरा लाइव पे निकल होगा दूसरा को पर स्लो गुड़ा को सब स्लो वन भी करना तेनो आगो बताओ रे सब दे रहे हां बता रामन से दे रहे वाह नहीं दो ये भी रामायण दो के दो हां से सब रामायण को हिंदी रे भी होता है हिंदी ओडिया रे दिन कृष्ण पर बात सेना ओडिया रे हम प्राय धीरे धीरे भल लागे ओडिया हिंदी रे से कोरोना वर्ष देखला ओडिया भल लागे हिंदी ना बोलना किसी को तो बात नहीं रखना हां चल
ଟିକେ ରୁହ ପକେଇକି ଓଡିଆ ଅପସନାଲ ଓଡିଆ ଥିଲା ନା ଆଜି ନା ଏମଏଲ ଓଡିଆ ଥିଲା ସରି ଏମଏଲ ଓଡିଆ ଟିକେ ଯେ ତମ ନାଁ ସବୁ କହିଦବ ଆକାଂକ୍ଷା ଦାସ କିଏ ଆସିନି ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଆସିନି ମୁଁ କହିଦଉଛି କିଏ କିଏ ଆସିନାହାନ୍ତି ହଁ କହୁନୁ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଅନ୍ନପୂର୍ଣ୍ଣାର ଆବସେଣ୍ଟ ହେଲା କି ଅନୁଷ ଆବସେଣ୍ଟ ଅଭିଜିତଙ୍କର ଆବସେଣ୍ଟ ଭକ୍ତି ବି ଆବସେଣ୍ଟ ବିଶ୍ୱଜିତ୍ ଆବସେଣ୍ଟ ଦୀପ୍ତିମୟୀ ଆବସେଣ୍ଟ ବିଶ୍ୱଜିତ୍ ଦୀପ୍ତିରଞ୍ଜନ ଆବସେଣ୍ଟ ଗୀତାଞ୍ଜଳି ଆବସେଣ୍ଟ ହରିଚନ୍ଦ୍ର ଆବସେଣ୍ଟ ହର୍ଷିତା ଆବସେଣ୍ଟ ଲକ୍ଷ୍ମୀପ୍ରିୟା କିଏ ଲକ୍ଷ୍ମୀପ୍ରିୟା କିଏ ଦୀପ୍ସାରାଣୀ ଗୁରୁ ନିରଞ୍ଜନ ପୀୟୁଷ ପ୍ରଧାନ ପ୍ରଦୀପ ଟୁଡୁ ଲକ୍ଷ୍ମୀପ୍ରିୟା ପ୍ରେଜେଣ୍ଟ କଣ ମତେ କହିଥିଲେ ଲକ୍ଷ୍ମୀପ୍ରିୟା ଦାସ ହେଇ ପ୍ରେଜେଣ୍ଟ ତାପରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ବାରିକ ଏଇଠି କ୍ଲାସ କଲା ବେଳେ ତୁ କଣ କ୍ଲାସ କରୁଥିଲୁ କି ଆଉ ତାହେଲେ ମୁଁ ତ କହିନି ପ୍ରିୟଙ୍କା ପ୍ରିୟଦର୍ଶିନୀ ଏଇ ହେଇଗଲା ପ୍ରିୟଙ୍କା ପ୍ରିୟଦର୍ଶିନୀ ତୁ କହିଲି ପ୍ରିୟଙ୍କା ଆବସେଣ୍ଟ ଶୁଣୁ ପୂଜା ଶୁକ୍ଲା ପୂଜା ଶୁକ୍ଲା ତୋର ପ୍ରେଜେଣ୍ଟ ଅଛି ରଘୁବୀର ପ୍ରେଜେଣ୍ଟ ସମୀକ୍ଷା ବି ଆବସେଣ୍ଟ ସିଗ୍ନା ଆବସେଣ୍ଟ ସୌମେନ୍ଦ୍ର ମହାରଣା ଆବସେଣ୍ଟ ଶୁଭଲକ୍ଷ୍ମୀ ମଲ୍ଲିକ ତନ୍ମୟ ଶୁଭମ ଜେନା ଶୁଭସ୍ମିତା ସାହୁ ସନମ କୁମାର ଜେନା ସୁପ୍ରିୟା ସାହୁ ତନ୍ମୟ